Just moments later, it goes completely black outside, and you'll see how awesome it looks when she zooms out. Oh, you think the glass is small? पहला सूर्य ग्रहण आज यानी शनिवार को लगने जा रहा है। भारतीय समय अनुसार ये सूर्य ग्रहण दोपहर 2:21 से लेकर शाम 6:14 तक रहेगा। ये एक आंशिक सूर्य ग्रहण होगा। लगने वाला सूर्य ग्रहण खतरनाक हो सकता है। विशेषज्ञों के मुताबिक ग्रहण के दौरान सूर्य कभी भी पूरी तरह से नहीं ढका होगा। इसके कारण इसे देखना खतरनाक होगा। ग्रहण के दौरान सूर्य को देखने के लिए ग्रहण वाला चश्मा या सोलर फिल्टर की जरूरत पड़ेगी। ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଗତକାଲି ଆମେମାନେ କେଉଁ ବିଷୟରେ ଡିସ୍କସନ୍ କରୁଥିଲୁ ଆପଣଙ୍କର ହୁଏତ ମନେ ଥିବ। ତେବେ ଗତକାଲି ଆମେମାନେ ଡିସ୍କସନ୍ କରୁଥିଲୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଶେଷ କାଳ ଆସିବାର ଲକ୍ଷଣ, ମାନେ ଶେଷ କାଳର ଲକ୍ଷଣ ବିଷୟରେ ଆମେମାନେ ଆଲୋଚନା କରୁଥିଲୁ। ତେବେ ପ୍ରିୟ ବନ୍ଧୁଗଣ, ଆଜି ମଧ୍ୟ ଆମେମାନେ ଏହିପରି ଆଉ ଏକ ଶେଷ ଦିନର ଲକ୍ଷଣ ବିଷୟରେ ଆମେ ଆଲୋଚନା କରିବା। ଗତକାଲି ଆମେମାନେ ଯେଉଁ ବାକ୍ୟକୁ ନେଇ ଆମେମାନେ ଆଲୋଚନା କରିଥିଲୁ, ଆଜି ମଧ୍ୟ ଆମେ ତାକୁ ନେଇକି ଆଲୋଚନା କରିବା। ଫଳରେ ଆମେମାନେ ସ୍ମରଣ କରିପାରିବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଦ୍ୱିତୀୟ ଆଗମନକୁ, ଏବଂ ଆମେମାନେ ସ୍ମରଣ କରିପାରିବା ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ ଯାହା ଯାହା କହିଥିଲେ ତା କିପରି ଅକ୍ଷର ଅକ୍ଷର ସଫଳ ହେଉଛି। ତେବେ ଆଜିର ଭିଡ଼ିଓରେ ଆମେମାନେ ଦେଖିବା 2025 ମସିହାର ସବୁଠାରୁ ଭୟଙ୍କର ସୂର୍ଯ୍ୟପରାଗ। ଆପଣ କେବେ ସୂର୍ଯ୍ୟପରାଗ ଦେଖିଛନ୍ତି? ସୂର୍ଯ୍ୟପରାଗ ହେଲେ କ'ଣ ହୁଏ ଜାଣିଛନ୍ତି? ମାନେ ସୂର୍ଯ୍ୟ ଆଉ ଦେଖାଯିବନି, ସୂର୍ଯ୍ୟ ଆଉ ଦେଖାଯିବନି, ଆଉ ଚାରିଆଡ଼େ ଅନ୍ଧାର ହେବ। ତେବେ ପ୍ରିୟ ବନ୍ଧୁଗଣ, ମାଥିଉ ତାର 24 ଅଧ୍ୟାୟରେ ବି ଲେଖାଯାଏ ଯେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଯେତେବେଳେ ଦ୍ୱିତୀୟ ଆଗମନ ହେବ ସେତେବେଳେ କ'ଣ ହେବ? ସୂର୍ଯ୍ୟ ଅନ୍ଧକାରମୟ ହେବ, ଆଉ ଚନ୍ଦ୍ର ଆଉ ଆଲୋକ ଦେବ ନାହିଁ। ଏଇଟା ଲେଖା ଅଛି ପବିତ୍ର ଧର୍ମଶାସ୍ତ୍ର ବାଇବେଲରେ। ତେବେ ସୂର୍ଯ୍ୟ ଅନ୍ଧକାରମୟ ହେବ ଆଉ ଚନ୍ଦ୍ର ଆଲୋକ ଦେବ ନାହିଁ। ତେବେ ଚନ୍ଦ୍ର କାହିଁକି ଆଲୋକ ଦେବ ନାହିଁ? ଏଠିରେ ମଧ୍ୟ ଏକ ବୈଜ୍ଞାନିକ କାରଣ ଅଛି। କାରଣ ଆପଣ ଯଦି ଉଚ୍ଚ ଶ୍ରେଣୀରେ ଯଦି ଆପଣ ପଢ଼ିଥିବେ, ଯଦି ଆପଣ ଷଷ୍ଠ ସପ୍ତମ ଅଷ୍ଟମ କିମ୍ବା ହାଇସ୍କୁଲ କିମ୍ବା ୟୁନିଭର୍ସିଟିରେ ଯଦି ଆପଣ ପଢ଼ିଥିବେ, ଆପଣଙ୍କୁ ଭଲ ଭାବରେ ଜଣାଥିବ ଯେ ଚନ୍ଦ୍ରର ନିଜର ଆଲୋକ ନାହିଁ। ଚନ୍ଦ୍ର କ'ଣ ହୁଏ? ସୂର୍ଯ୍ୟର ଆଲୋକରେ ଆଲୋକିତ ହୁଏ। ତେବେ ପ୍ରିୟ ବନ୍ଧୁଗଣ, ଚନ୍ଦ୍ରର ଆଲୋକ ନାହିଁ, ଚନ୍ଦ୍ର ଆଲୋକ ଅଛି, କିନ୍ତୁ କେମିତି? ସୂର୍ଯ୍ୟର ଆଲୋକରେ ସେ ଆଲୋକିତ ହୁଏ। ଆଉ ସୂର୍ଯ୍ୟ ଯଦି ଅନ୍ଧକାରମୟ ହେଇଯିବ ତେବେ ଚନ୍ଦ୍ର କେମିତି ଆଲୋକ ଦେବ? ଟିକେ ଚିନ୍ତା କରନ୍ତୁ। ଆଉ ସେଥିପାଇଁ ଚନ୍ଦ୍ର ଆଲୋକ ଦେବ ନାହିଁ, ସୂର୍ଯ୍ୟ କ'ଣ ହେବ? ଅନ୍ଧକାରମୟ ହେବ। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଟିକେ ଚିନ୍ତା କରନ୍ତୁ। ଭୟଙ୍କର ସୂର୍ଯ୍ୟଗ୍ରହଣ, ମାନେ ସୂର୍ଯ୍ୟ ଅନ୍ଧକାର ହେଇଗଲା। ହଁ ପ୍ରିୟ ବନ୍ଧୁଗଣ, ସୂର୍ଯ୍ୟ କ'ଣ ହେଲା? ପୁରା ଅନ୍ଧକାର ହେଇକି, ଥରେ ଥରେ ଏମିତି ହୁଏ ଯେତେବେଳେ ସୂର୍ଯ୍ୟଗ୍ରହଣ ହୁଏ ସେତେବେଳେ ସୂର୍ଯ୍ୟ ବିଲକୁଲ ଦେଖାଯାଏ ନାହିଁ। ଆଉ ବେଳେବେଳେ ଏମିତି ହୁଏ ସୂର୍ଯ୍ୟ ଆଂଶିକ ଭାବରେ ଦେଖାଯାଏ, ମାନେ ଅଳ୍ପ ଦେଖାଯାଏ। ତାକୁ ଆଂଶିକ ସୂର୍ଯ୍ୟଗ୍ରହଣ କହନ୍ତି ତାକୁ। ଆଉ ଯେତେବେଳେ ସୂର୍ଯ୍ୟ ବିଲକୁଲ ଦେଖାଯାଏ ନାହିଁ ତାକୁ କହନ୍ତି ପୂର୍ଣ୍ଣ ସୂର୍ଯ୍ୟଗ୍ରହଣ। ଆଉ ଏହି ସମସ୍ତ ବିଷୟ ଲେଖା ଅଛି ପ୍ରିୟ ବନ୍ଧୁଗଣ, ପବିତ୍ର ଧର୍ମଶାସ୍ତ୍ର ବାଇବେଲରେ ଲେଖା ଅଛି। ଏ ସମସ୍ତ ବିଷୟ ଆଗକୁ ହେବ। ସେଥି ନିମନ୍ତେ ଏ ସମସ୍ତ ବିଷୟ ଘଟୁଅଛି। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଟିକେ ଚିନ୍ତା କରନ୍ତୁ ଏ ବିଷୟରେ। ଆଉ ଟିକେ ଚିନ୍ତା କରନ୍ତୁ ପବିତ୍ର ଧର୍ମଶାସ୍ତ୍ର ବାଇବେଲ ବିଷୟରେ। ବର୍ତ୍ତମାନ ଯାହା କିଛି ଚାଲିଛି
ବର୍ତ୍ତମାନ ଜଗତରେ ଯାହା କିଛି ଚାଲିଛି ଏ ସମସ୍ତ ବିଷୟ ବାଇବେଲ ଅନୁସାରେ ହେଉଛି ନା ନାହିଁ? ଯଦି ଏହି ପ୍ରଶ୍ନ ଆପଣ ମୋତେ ପଚାରିବେ, ମୁଁ ତ କହିବି ଏ ସମସ୍ତ ବିଷୟ ପ୍ରଭୁଙ୍କର ବାକ୍ୟ ଅନୁସାରେ ହେଉଛି। ପବିତ୍ର ଧର୍ମଶାସ୍ତ୍ର ବାଇବେଲ ଅନୁସାରେ ଏ ସମସ୍ତ ବିଷୟ ସଫଳ ହେଉଅଛି। ହଁ ପ୍ରିୟ ବନ୍ଧୁଗଣ, ସଫଳ ହେଉଛି। ଆଉ ପ୍ରଭୁ ଯୀଶୁଖ୍ରୀଷ୍ଟ ଶେଷ କାଳର ଲକ୍ଷଣ ଗୁଡ଼ିକ ବିଷୟରେ କହିଥିଲେ। ଅନେକ ଲକ୍ଷଣ ଅଛି। ଆଉ ପ୍ରଭୁ ଯୀଶୁଖ୍ରୀଷ୍ଟ ଯାହା ଯାହା ହେବ ବୋଲି କହିଥିଲେ ସେଥିମଧ୍ୟରୁ କିଛି ହୋଇସାରିଛି, ଆଉ କିଛି ବିଷୟ ହେବାକୁ ବାକି ଅଛି। କ'ଣ କ'ଣ ହୋଇସାରିଛି ଆଉ କ'ଣ କ'ଣ ହେବାକୁ ବାକି ଅଛି? ତେବେ ଶୁଣନ୍ତୁ ପ୍ରିୟ ବନ୍ଧୁଗଣ, ପ୍ରଭୁ ଯୀଶୁଖ୍ରୀଷ୍ଟ କହିଥିଲେ ସ୍ଥାନେ ସ୍ଥାନେ କ'ଣ ହେବ? ଦୁର୍ଭିକ୍ଷ ହେବ। ଦୁର୍ଭିକ୍ଷ ହେଇଛି ନା ନାହିଁ? ସବୁଠାରୁ ବଡ଼ ଦୁର୍ଭିକ୍ଷ ହେଉଛି 9 ଅଙ୍କ ଦୁର୍ଭିକ୍ଷ। ଆପଣ ଯଦି କେବେ ଫ୍ରି ଥାନ୍ତି ତେବେ ଗୁଗୁଲରେ ଯାଇକି ସର୍ଚ୍ଚ କରନ୍ତୁ। ଗୁଗୁଲ ଓପନ୍ କରିବେ, ଗୁଗୁଲରେ ସର୍ଚ୍ଚ କରିବେ 9 ଅଙ୍କ ଦୁର୍ଭିକ୍ଷ, ପୁରା ବିବରଣୀ ଆସିଯିବ କ'ଣ ହେଇଥିଲା। କେବଳ ଏତିକି ନୁହେଁ, ପିଲାମାନଙ୍କର ପାଠପଢ଼ା ବହିରେ ବି ଅଛି 9 ଅଙ୍କ ଦୁର୍ଭିକ୍ଷ କେଡ଼େ ଭୟଙ୍କର ଥିଲା। ଆଉ ଯୀଶୁ କହିଲେ କ'ଣ? ସ୍ଥାନେ ସ୍ଥାନେ ମହାମାରୀ ହେବ। ଆପଣ ଜାଣିଥିବେ ଏମିତି ଗୋଟେ ମହାମାରୀ ନିକଟ ଅତୀତରେ ହୋଇସାରିଛି, ଯେଉଁ ମହାମାରୀ କି ସମଗ୍ର ବିଶ୍ୱକୁ ଦୋହଲେଇ ଦେଇଛି। ତେବେ ପ୍ରିୟ ବନ୍ଧୁଗଣ, ସେ ମହାମାରୀ କ'ଣ? ଆଉ ସେ ମହାମାରୀ ହେଉଛି କୋରୋନା ମହାମାରୀ। କୋରୋନା ଏମିତି ଏକ ମାରାତ୍ମକ ମହାମାରୀ ନିକଟ ଅତୀତରେ ଘଟିଯାଇଛି, ଯାହାଦ୍ୱାରା ଲକ୍ଷ ଲକ୍ଷ କୋଟି କୋଟି ଲୋକମାନେ ମରିଗଲେ, ମହାମାରୀର ମୃତ୍ୟୁବରଣ କଲେ। ଯୀଶୁ କହିଥିଲେ ହେବ, ହେଲା। ଆଉ ଯୀଶୁ କ'ଣ କହିଥିଲେ? ସ୍ଥାନେ ସ୍ଥାନେ କ'ଣ ହେବ? ଭୂମିକମ୍ପ ହେବ। ବିଗତ ଦିନମାନଙ୍କରେ ଆମେ ଦେଖି ଆସୁଛୁ ଅନେକ ସ୍ଥାନରେ ଭୂମିକମ୍ପ ହେଇକି ଅନେକ ଘର ଦ୍ୱାର କ୍ଷତି କରିଦେଇଛି। ବର୍ତ୍ତମାନ ରିସେଣ୍ଟଲି ମିଆଁମାରରେ ଗୋଟେ ଭୂମିକମ୍ପ ହେଲା, ଆଉ ଯେଉଁ ଭୂମିକମ୍ପରେ ଅନେକ ମରିଗଲେ। ଆଉ ଗୋଟେ ଖବର ଆସିଛି ଯେ ଗୋଟେ ମସଜିଦ୍ ଭିତରେ 700 ଜଣ ମୁସଲମାନ ସେମାନେ ବସିକି ନମାଜ ପାଠ କରୁଥିଲେ। ସେ ସମୟରେ ଭୂମିକମ୍ପ ଆସିଲା, ଆଉ ସମଗ୍ର ପୁରା ସମ୍ପୂର୍ଣ୍ଣ ଭାବରେ ମସଜିଦଟି ଭାଙ୍ଗିଗଲା, ଭୁଷୁଡ଼ି ପଡ଼ିଲା, ଆଉ ସେଟା ମାଟି ତଳକୁ ଧସିଗଲା। ଆଉ ସେ ଭିତରେ ଥିବା ସମସ୍ତ ମୁସଲମାନ ମାନେ ସେମାନେ ମୃତ୍ୟୁବରଣ କଲେ। ତେବେ ଦେଖନ୍ତୁ, ମହାମାରୀ, ଦୁର୍ଭିକ୍ଷ, ଭୂମିକମ୍ପ ଏସବୁ ହେବ ବୋଲି ଧର୍ମଶାସ୍ତ୍ର ବାଇବେଲରେ ଲେଖା ଅଛି। ସେମାନେ ମରିଗଲେ। ହଁ ପ୍ରିୟ ବନ୍ଧୁଗଣ, ତେବେ ଏ ସମସ୍ତ ବିଷୟ କ'ଣ? ଏ ସମସ୍ତ ବିଷୟ ହେଉଛି ଶେଷ କାଳର ଲକ୍ଷଣ, ଶେଷ ଦିନର ଚିହ୍ନ ଆମେ କହିପାରିବା। ତେବେ ପ୍ରିୟ ବନ୍ଧୁଗଣ, এই কথাକୁ, এই ଭିଡ଼ିଓକୁ ଆପଣ ନିଶ୍ଚିନ୍ତ ଭାବରେ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ। ଆଉ ଯଦି ଚ୍ୟାନେଲକୁ ପ୍ରଥମ ଥର ଆସିଛନ୍ତି, ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଉ ଭିଡ଼ିଓକୁ ଗୋଟେ ଲାଇକ୍ କରିଦେଇ ଗୋଟେ କମେଣ୍ଟ କରିଦିଅନ୍ତୁ। ପୁଣି ଦେଖା ହେବ ଆପଣଙ୍କ ସହିତ ଆଉ ଗୋଟେ ଭିଡ଼ିଓରେ, ଆଉ ଗୋଟେ ଅଧ୍ୟାୟରେ। ନମସ୍କାର।